ଆଜି ମନ ହେଇଥିଲା ଟିକେ ପଖାଳ ଖାଇବା ପାଇଁ। ଭାବିଲି ପଖାଳ ପାଇଁ କ'ଣ କରିବି, ଆଳୁ ଟିକେ ଘରେ ଥିଲା, ତାକୁ ଆଳୁ ଚଟଣି ଟିକେ ବନେଇ ଦେଇଥିଲି। ମା ଟିକେ ଶାଗ ପଠେଇଥିଲେ, ଲେଉଟିଆ ଶାଗ ମ, ତା ଦେହରେ ଚୁନା ଚୁନା କରି ଆଳୁ ପକେଇ ପିଆଜ ପକେଇ ଭାଜି ନେଇଥିଲି। ବାପାଙ୍କ ପାଇଁ ଡାଲମା ଟିକେ ବନେଇ ଦେଇଥିଲି। ଆଉ ଭାଇ ଆସିଯାଇଥିଲେ ଖାଇବା ପାଇଁ, ତାଙ୍କୁ ପଖାଳ ଆଳୁ ଚଟଣି ଶାଗ ଭଜା ଦେଇ ଦେଇଥିଲି। ଏଇ ଯେଉଁ ଗୁଳୁମୁଳି ଟିକେ ଟିକେ ହେଲାଣି, ସେଥିରେ କୋଳି ଆମ୍ବିଳା ପଖାଳ ଟିକେ ହେଇଗଲେ ଓହୋ ଯେଉଁ ମଜା ଲାଗିବ ଆଉ କାହିଁକି କହୁଛନ୍ତି। ଏଠି ଲଙ୍କା ଗଛରେ କେତେ ଲଙ୍କା ଫଳିଛି ଆମର ଦେଖନ୍ତୁ। ତାପରେ ବୋଉ ମୁଁ ରିଙ୍କି ବସି ଗଫି ଗଫିକା ଛାତ ଉପରେ ପଖାଳ ଖାଇ ଦେଇଥିଲୁ। ଗଫି ଗଫି ପଖାଳ ଖାଇବାର ଯେଉଁ ମଜା, ଓହୋ କିଆ କହୁଛନ୍ତି। କାଉ ଟିକେ ଆସିଥିଲା, ତାକୁ ଭାତ ଯୋଡ଼େ ଦିଆହେଇଥିଲା। ଡବୁଲୁ ମଧ୍ୟ ପଖାଳ ଖାଇବ ବୋଲି ଧାଇଁ ଆସିଥିଲା କାମରୁ। ସିଏ ଯୋଡ଼େ ପଖାଳ ଖାଇଦେଇ କହିଥିଲା ଓହୋ ଦିଦି ଆଜି ପଖାଳଟା କ'ଣ ଲାଗୁଛି ମ, ବହୁତ ବଢ଼ିଆ ହେଇଛି। ତାପରେ ଆମେ ରିଙ୍କିର ମୋର ଟିକେ ରେଷ୍ଟ କରିବାକୁ ଯାଇଥିଲୁ। ତାପରେ ଉଠି ମକା ଟିକେ ଥିଲା, ତାକୁ ସିଝେଇଥିଲି। ସେଥିରେ ଲଙ୍କାଗୁଣ୍ଡ, ଲୁଣ, ଲେମ୍ବୁ ଟିକେ ମାରି ସମସ୍ତଙ୍କୁ ଖାଇବାକୁ ଦେଇ ଦେଇଥିଲି। ଆଜି ରହିଯାଉଛି ଏଇ